ଖରାଦିନେ ଏସି ବ୍ୟବହାର କରୁଥିଲେ ସାବଧାନ। ହ୍ରାସ ପାଉଛି ରୋଗ ପ୍ରତିରୋଧକ ଶକ୍ତି, ଶରୀର ହେଉଛି ଦୁର୍ବଳ। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଅର୍ଥାତ୍ ଏସି ଏହା ଏବେ ଆଉ ବିଳାସପୂର୍ଣ୍ଣ ଜିନିଷ ନୁହେଁ, ବରଂ ଆବଶ୍ୟକତାରେ ପରିଣତ ହୋଇଛି। ଗ୍ରୀଷ୍ମ ଋତୁରେ ତାତି ଏବେ ନିଜର ରୌଦ୍ର ରୂପ ଦେଖାଉଛି। ଲୋକମାନେ ଘରେ, ଅଫିସରେ, ଗାଡ଼ିରେ କିମ୍ବା ମଲ୍ରେ ଏୟାର କଣ୍ଡିସନରରେ ଘଣ୍ଟା ଘଣ୍ଟା ବିତାଉଛନ୍ତି। ଏହି ଥଣ୍ଡା ବାୟୁ ତାତିରୁ ମୁକ୍ତି ଦେଉଥିଲେ ମଧ୍ୟ ଅତ୍ୟଧିକ ଏବଂ ବାରମ୍ବାର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି, ଯାହାକୁ ଲୋକମାନେ ପ୍ରାୟତଃ ଅଣଦେଖା କରୁଛନ୍ତି। ସମୟ ସହିତ ଡିହାଇଡ୍ରେସନ, ଥକାପଣ, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଭଳି ଲକ୍ଷଣମାନ ଦେଖାଦେଉଛି। ଗ୍ରାଫିକ୍ସ ଜରିଆରେ ଜାଣନ୍ତୁ ଏହା ଶରୀର ଉପରେ ଆଉ କେମିତି ପ୍ରଭାବ ପକାଉଛି। ମୁଣ୍ଡବିନ୍ଧା, ଥକାପଣ, ଶୁଷ୍କ ଚର୍ମ ଏବଂ ଏକାଗ୍ରତା ହ୍ରାସର କାରଣ ହୋଇପାରେ। ଶରୀରର ଶକ୍ତି ସ୍ତର ଏବଂ ସାଧାରଣ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଥଣ୍ଡା ଏବଂ ଶୁଷ୍କ ବାୟୁ ଶ୍ୱାସକ୍ରିୟା ପ୍ରଣାଳୀକୁ ବାଧା ପହଞ୍ଚାଏ। ଗଳା ଶୁଖିଯିବା ସହ କାଶ ହୁଏ ଏବଂ ଶ୍ୱାସନଳୀରେ ଜଳାପୋଡ଼ା ହୁଏ। ବର୍ତ୍ତମାନ ଦେଖନ୍ତୁ, ଏସି କି ଛାଡ଼ିକି ଆମେ ରହିପାରିବାନି। ଏସି ବର୍ତ୍ତମାନ ଆମ ମାନେ ଜୀବନଚର୍ଯ୍ୟାର ଗୋଟେ ଅଙ୍ଗ ଭଳିଆ ରହିଗଲାଣି। ଆମେ 24 ଆୱାର ଏସି ଭିତରେ ପଶିକି ରହିବାକୁ ଚାହୁଁଛନ୍ତି। ଘରେ ଆମେ ଏସି ଲଗେଇକି ରହିଲେ, ବାହାରକୁ ଗଲେ ଗାଡ଼ିରେ ଏସି ଲଗେଇଲେ, ଅଫିସକି ଗଲେ ଏସି ଲଗେଇଲେ। ଯେହେତୁ ଅନେକ ସହରର ତାପମାତ୍ରା ବର୍ତ୍ତମାନ 40 ଡିଗ୍ରୀ ଉପରେ ରହୁଛି, ଓଡ଼ିଶାର ତ ତାପମାତ୍ରା ବହୁତ ସହରର 40 ଡିଗ୍ରୀ ଉପରେ ରହୁଛି, ତେଣୁ ଆମେ ଏସିରେ ରହିବାକୁ ପସନ୍ଦ କରୁଛୁ। ଏଇଟା ସମସ୍ତଙ୍କ ନର୍ମାଲ ଗୋଟେ ହାବିଟ୍। ଏହାଦ୍ୱାରା ଅନେକ ସାଇଡ୍ ଇଫେକ୍ଟ ହେଇଥାଏ। ପ୍ରଥମେ ଯେ ଆପଣ ଏସିରେ ରହିଲେ ଆମ ସ୍କିନ୍ ଗୁଡ଼ା ଡ୍ରାଏ ହେଇଯିବ। ଯେଉଁ ଅଏଲ୍ ପ୍ରଡକ୍ସନ୍ ଯେଉଁ ଗ୍ଲାଣ୍ଡ କରିଥାଏ, ସିଏ ଯେଉଁ ଶୁଷ୍କତା ହେବା ଦ୍ୱାରା ଅଏଲ୍ ପ୍ରଡକ୍ସନ୍ ହେଇପାରିବ ନାହିଁ। ଯେ ଅଏଲ୍ ପ୍ରଡକ୍ସନ୍ ନହେଲେ ଆମ ସ୍କିନ୍ ପୁରା ଡ୍ରାଏ ହେଇକି ଇରିଟେଟ୍ ହେବ, ଇଚି ଆସିବ, ମାନେ କୁଣ୍ଡେଇ ହେବା ଷ୍ଟାର୍ଟ ହେବ। ଏମିତି ଆଖି ବି ସେଇଭଳି ଭାବରେ ଆଖି ଆମର ରେଡନେସ୍ ଆସିବ, କୁଣ୍ଡେଇ ହେବ, ଏ ଆଖିର ଏସବୁ ଆସିବ। ଆପଣଙ୍କର ଯଦି ଅଧିକ ସମୟ ଏସିରେ ରହିବେ, ଆପଣ ରେସ୍ପିରେଟୋରୀ ବା ଶ୍ୱାସଜନିତ ଅନେକ ପରିମାଣର ଅସୁବିଧା ଦେଖାଯିବ। ଯେମିତି ଆପଣ ଟିକେ ଟିକେ ଛୋଟ ଛୋଟ ଥଣ୍ଡାକୁ ଆପଣ ସହିପାରୁଥିଲେ, ଥଣ୍ଡା ବଢ଼ିଯିବ, ଆଲର୍ଜି ଆସିଯିବ, ରେସ୍ପିରେଟୋରୀ ପ୍ରୋବ୍ଲେମ୍ ଯେତେକ ଅଛି, ନିମୋନିଆ ହେଉ, କୋଲ୍ଡ ହେଉ, ସିଓପିଡି ହେଉ, ଏସବୁର ଧୀରେ ଧୀରେ ଆପଣଙ୍କୁ ବଢ଼ି ଲାଗିବ। ଆପଣ ସବୁବେଳେ ଏସିରେ ରହିଲେ ଆପଣଙ୍କୁ ଯେଉଁ ପରିମାଣରେ ବ୍ଲଡ଼ ଫ୍ଲୋଟା ଯାଉଥିଲା ଆପଣଙ୍କ ହେଡ଼ାକ୍ ମୁଣ୍ଡକୁ, ସେ ଅଧିକ ପରିମାଣରେ ଥଣ୍ଡାର ରହିଲେ ଆପଣ ହେଡ଼ାକ୍ ହେବ, ଫାଟିକି ଆସିବ, ମାନେ ଆପଣଙ୍କୁ କାମ କରିବାର ଯେଉଁ ଶକ୍ତିଟା କମି ଯିବ। କାହିଁକି ନା ଏ ଯେଉଁ ବଡି ଆମର ଯେଉଁ ରୁମ୍ ଚାମ୍ବରଟା ଭିତରେ 100% ଅକ୍ସିଜେନ୍ ଆଉ କାର୍ବନ ଡାଇଅକ୍ସାଇଡ୍ ଏକ୍ସଚେଞ୍ଜ ହେଇପାରିଲାନି। ଗୋଟେ କ୍ଲୋଜ୍ ଚାମ୍ବର କରିକି ରଖିଲେ, ଯେହେତୁ ଏସି ବାହାରକୁ ନ ଯିବା ପାଇଁ, CO2 ବା ଯେଉଁ କାର୍ବନ ଡାଇଅକ୍ସାଇଡ୍ଟା ଆମ ଘର ଭିତରେ ଚାପିକି ରହିଲା। ଟେମ୍ପରେଚର ଭେରିଏସନ୍ଟା ଆସିବ। ଆପଣ ସଡନ୍ ଅଛନ୍ତି ଥଣ୍ଡାରେ, ଗୋଟେ ବାହାରକୁ ଯିବେ, ଗରମ ହେଲା, ଆ ଦ୍ୱାରା ବି ଆପଣଙ୍କର ମସଲ୍ କ୍ରାମ୍ପ ହେବ। ହଟ୍ କୋର୍ ଯେଉଁ ଏନଭାରନମେଣ୍ଟ ଯେଉଁ ଇଏ ଦ୍ୱାରା ଅନେକ ପରିମାଣର ଅସୁବିଧାର ସମ୍ମୁଖୀନ ହେବେ। ସବୁବେଳେ ଆପଣ ଯଦି ଥଣ୍ଡା ଏନଭାରନମେଣ୍ଟରେ ରହିବେ, ଆପଣଙ୍କର ଇମ୍ୟୁନିଟି ପାୱାର ଧୀରେ ଧୀରେ କମିଯିବ। ୱିକ୍ ଇମ୍ୟୁନିଟି ବୋଲିକି ଯେଉଁଟାକୁ ଆମେ କହୁଛନ୍ତି, ଯେଉଁଟାକୁ ମୁଁ କହିଲି କି ଥଣ୍ଡା ସହିପାରିବେନି, ଛୋଟ ଛୋଟ ଭାଇରାଲ ଫିଭରକୁ ଅଧିକ ପରିମାଣରେ ଆପଣଙ୍କ ଦେହରେ ଦେଖାଯିବ। ଆଉ ଯେହେତୁ ଏସିଟା ଗୋଟେ କୋଲ୍ଡ ରୁମ୍ରେ ରଖାଯାଏ ବା କ୍ଲୋଜ୍ ରୁମ୍ରେ ରଖାଯାଏ, ଆପଣଙ୍କ ଘର ଭିତରେ ଯେଉଁ ଡଷ୍ଟ ରହିଲା, ଇନଫେକ୍ସନ୍ ରହିଲା, ସେ ସେଇ ତାରି ଭିତରେ ଘୁରି ବୁଲିଲା। ଏହାଦ୍ୱାରା କ'ଣ ହେବ ନା, ଇନଫେକ୍ସିୟସ୍ ଡିଜିଜ୍ ସବୁ ବାହାରିବେ। ଏସିରୁ ନିର୍ଗତ ବାୟୁ ବିଶେଷ କରି ଶ୍ୱାସ ରୋଗ କିମ୍ବା ସାଇନସ୍ ରୋଗୀଙ୍କ ପାଇଁ ଗୁରୁତର ସାବ୍ୟସ୍ତ ହୋଇଥାଏ। ଯଦି ଏସିକୁ ଠିକ୍ ଭାବେ ସଫା କରାଯାଏ ନାହିଁ, ତେବେ ଏଥିରେ ଜମା ଧୂଳି ଏବଂ ବ୍ୟାକ୍ଟେରିଆ ବାୟୁ ମାଧ୍ୟମରେ ବ୍ୟାପି ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ। ସେହିପରି ଯେତେବେଳେ ଜଣେ ବ୍ୟକ୍ତି ବାରମ୍ବାର ବାହାରର ବର୍ଦ୍ଧିତ ତାପମାତ୍ରା ଏବଂ ଏସି ରୁମ୍ର ଥଣ୍ଡା ବାୟୁ ସଂସ୍ପର୍ଶରେ ଆସିଥାନ୍ତି, ସେତେବେଳେ ତାପମାତ୍ରା ପରିବର୍ତ୍ତନ ସହ ଖାପ ଖୁଆଇବା କଷ୍ଟକର ହୋଇଥାଏ। ସ୍ଲିପ୍ ସାଇକେଲ ଆପଣ ବେଳେବେଳେ ଏମିତି ହୁଏ, ଥଣ୍ଡା ଲାଗିବ, ଆପଣ ଉଠିକି ଏସି ବନ୍ଦ କରୁଥିବେ, ବା ବେଳେବେଳେ ରିମୋଟ୍ ପାଖରେ ନଥିବ, ଆଉ ନିଦ ହେବ ନାହିଁ। ତେଣୁ ଆପଣଙ୍କୁ ବେଳେବେଳେ ସ୍ଲିପ୍ ସାଇକେଲ ଡିଷ୍ଟର୍ବାନ୍ସ ଯୋଗୁଁ ଆପଣ ପୁଣି ଦିନରେ ନେଇ ଶୋଇବାକୁ ହେବ, ବା ସେଇ ଯେଉଁ ସ୍ଲିପ୍ ସାଇକେଲ ଯୋଗୁଁ ଅସୁବିଧା ହେବ। ଆଉ ଆପଣ ଯେତେବେଳେ ପୁରା ସମ୍ପୂର୍ଣ୍ଣ ଭାବରେ ଏସି ଉପରେ ନିର୍ଭର ହେଇଯିବେ ବା ଡିପେଣ୍ଡେନ୍ସ ଅନ୍ ଏସି ଉପରେ ହେଇଗଲେ, ଆପଣ ନର୍ମାଲ ଟେମ୍ପରେଚରଟାକୁ ସହ୍ୟ କରିପାରିବେନି। ଯେତେବେଳେ ବାହାରକୁ ଯିବେ, ରିଡ୍ୟୁସ୍ ଅଫ୍ ନ୍ୟାଚୁରାଲ, ଯେତେବେଳେ ଆପଣ ନର୍ମାଲ ଟେମ୍ପରେଚରଟାକୁ ଯୋଉଟା ସହୁଥିଲେ, ସେ ଟେମ୍ପରେଚରଟାକୁ ଆପଣ ସହ୍ୟ କରିପାରିବେ ନାହିଁ। ଆଉ ଅନେକ ସମୟରେ ଦେଖାଯିବ ହେୟାର ଉପରେ ଦେଖିବେ, ଆପଣ ଯଦି ଏସି ରୁମ୍ରେ ରହିବେ, ଆପଣଙ୍କ ଚୁଟି ଗୁଡ଼ା ପୁରା ଡ୍ରାଏ ଆସିବ, ପତଳା ହେଇଯିବ, ଚୁଟିର ଯେଉଁ ମୂଳ ଗୁଡ଼ା ମାନେ ଲୁଜ୍ ହେଇଯିବ, ଲାଷ୍ଟକୁ ଲସ୍, ମାନେ ଚୁଟିର ଯେଉଁ ସାଇନନେସ୍ଟା, ସେ ସାଇନନେସ୍ ବି କମିଯିବ ଆଣ୍ଡ ଚୁଟି ରିମୁଭ୍ ହେଇଯିବ। ବହୁତ ସମୟରେ ଚୁଟି ଝଡ଼ିବାର ବି ସମସ୍ୟା ଦେଖାଯାଏ। ଆକୁ ଆମେ ଯଦି ଚାହିଁବା କିଛି ପରିମାଣରେ କମେଇ ପାରିବା।
केमती जेतेबेले आम एसी लगाउछंती शीत दिने वर्षा दिने बहुत कम परिमाण एसी लागे खरा दिने अधिक समय लागे आमे तार जो फिल्टर को भल भाव सफा करके लगेगा 6 मासरे थरे सफाटे करवा सफा करला द्वारा कौन हम जो माइक्रो ऑर्गेनिज्म अच्छी डस्ट अच्छी जो ता कमी जीव आउ फ्रेश एयर आमको मिल पार प्लस आम जो एसी रूम रोचे सफिसीयंट हाइड्रेशन मेंटेन करिया पानी पीवा पानी पीले कौन हम कि आप जो चमड़ा ड्राए हबार थी से आउ हम ना आउ गवर्नमेंट भी गाइडलाइन कलानी आप एसी जो टेम्परेचर टाक सेट करेंगे आप मन इच्छा 18 करेंगे ना 24 ରୁ 26 डिग्री कले नॉर्मल टेम्परेचर मेंटेन हो पार आप एसी रूम रही बाहर को भी बाहर करेंगे जो वेरिएशन होता जो रेस्पिरेटरी प्रोब्लेम होता धीरे धीरे कमिଯିବ। स्वास्थ्य विशेषज्ञ मतरे एसी व्यवहार को संपूर्ण परित्याग करिवार कोनोसी आवश्यकता नाही। तापमात्रा को 24 ରୁ 26 डिग्री सेल्सियस मध्य रखिबा आवश्यक। शोष न लागिले मध्य नियमित पानी पीवा उचित। जाजपुर प्रकाश राउत का रिपोर्ट, कनक न्यूज।